ଏ କଣ କରୁଛ? ହୁଁ ମତେ ଗୋଟେ କଥା କହିଲ, ଏ ଘରେ 5 ଜଣ ଥିବେ, ହୁଁ। ସେ ଘର ଭିତରୁ ଖାଲି ଗୋଟେ ବୋହୂ ଚାହିଁଲେ ସେ ଘରଟା ଆଗକୁ ପଳେଇ। ଯଦି ମଝି ଆଙ୍ଗୁଠି କଟିଯାଏ ଲୋକ କଣ କରିବେ? ଗୋଟେ ଆଙ୍ଗୁଠି କଟିଗଲେ ସେଠୁ ଚାମଚରେ ଖାଇବା ଆରମ୍ଭ କରିବେ। ହଁ। ଏକ୍ଜାକ୍ଟ ସେଇ କଥା। ଭଲରେ ଖାଇବାକୁ ହେଲେ 5 ଆଙ୍ଗୁଠି ଠିକ ରହିବା ଦରକାର। ତେଣୁକରି ଗୋଟେ ପରିବାରରେ ଭଲରେ ଗୋଟେ ପରିବାରକୁ ଆଗକୁ ନବାକୁ ହେଲେ ଏଠି ଘରର ଯୋଉ 5 ପ୍ରାଣୀ କୁଟୁମ୍ବ ଅଛନ୍ତି ସମସ୍ତଙ୍କର କିଛି ନା କିଛି ଦାୟିତ୍ୱ ଅଛି। ବୋହୂ ତା କର୍ତ୍ତବ୍ୟ କରିବ। 5 ଜଣ ଯଦି ଉଭୟଙ୍କର ପରସ୍ପର କର୍ତ୍ତବ୍ୟ କରିଚାଲିଲେ, ନିଜ ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଲେ, ତାହେଲେ ଘରଟା ଅଟୋମେଟିକ ଆଗକୁ ଯିବ। ସେମିତି ନାହିଁ ବୋଉଟା ସକାଳୁ ସଞ୍ଜେ ଦିନ ରାତି ଖଟୁଥିବ, ଆଉ ସବୁ ବସିକି ଖାଉଥିବେ, ସେ ଜାଗାରେ ଘର ଆଗକୁ ପଳେଇବ। ଯୋଉ ଘରେ 3 ଛୁଆ 4 ଛୁଆ ଅଛନ୍ତି, ଯଦି ଗୋଟେ ଛୁଆ ଇନକମ କରୁଛି ଆଉ 2 ଜଣ ବସିଛନ୍ତି, ସେ ଘର ବି ଆଗକୁ ଯାଉନି। ଆଗକୁ ଯିବାକୁ ହେଲେ ସମସ୍ତଙ୍କର କିଛି ନା କିଛି ଦାୟିତ୍ୱ ରହିବା ଦରକାର। ଏଠି ଗୋଟେ ବୋଉର ଖାଲି ଦାୟିତ୍ୱ ନୁହଁ, ଏଠି ବୋଉର ରହିବ, ଶାଶୁର ରହିବ, ଶ୍ୱଶୁର ରହିବ, ନଣନ୍ଦ ରହିବ, ଦିଅର ରହିବ, ସମସ୍ତେ ରାତି ପାଇଲେ ସକାଳୁ ଉଠିକି ଯେମିତି ଯେଝା କାମରେ ଯେଝା ତତ୍ପର ରହିବେ। ତା ଭିତରୁ ନୁହେଁ ଯେ ଖାଲି ବୋଉ ହେଲେ ଘର ଆଗକୁ ପଳେଇବ। ବୋଉ ତାହାର କର୍ତ୍ତବ୍ୟ କରିବ, କିନ୍ତୁ ଆଉ ସମସ୍ତେ ବି ତାଙ୍କର କର୍ତ୍ତବ୍ୟ କରିବା ଦରକାର। କିନ୍ତୁ 5 ଜଣ ମିଶିଲେ ଯେମିତି ଗୋଟେ ମନ୍ଦିର ତିଆରି ହବ, ସେମିତି 5 ଜଣ ମିଶିଲେ ଏକ ମନ ଏକ ଇଏରେ ରହିଲେ ଗୋଟେ ପରିବାର ତିଆରି ହବ।